ଶ୍ରାବଣର ତୃତୀୟ ସପ୍ତାହରେ ପାଟଣାର ଶିବ ମନ୍ଦିର। ଚାଲିଛି କାଉଡ଼ିଆମାନଙ୍କ ମହାପର୍ବ। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ପ୍ରଭୁ ଭୋଳାନାଥଙ୍କ ପାଖରେ ପାଣି ଢାଳି କାଉଡ଼ିଆମାନେ ଶିବଙ୍କ ଠାରୁ ଆଶୀର୍ବାଦ ଭିକ୍ଷା ନେଇଥାନ୍ତି। ଏହି ଶ୍ରାବଣ ମାସ କେବଳ କାଉଡ଼ିଆମାନଙ୍କ ମାସ ହୋଇଥିବା ଯୋଗୁଁ ସୃଷ୍ଟି ହୋଇଯାଇଥାଏ ଏକ ଗେରୁଆ ରଙ୍ଗର ପରିବେଶ। ଆଜି ମଧ୍ୟ ସେହି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ଗେରୁଆ ରଙ୍ଗର ପୋଷାକ ପିନ୍ଧି କାନ୍ଧରେ ବାହୁଙ୍ଗି ଧରି ଜଳ ଘାଟରୁ ଜଳ ଆଣି ପ୍ରଭୁ ଶିବଙ୍କ ମଥାରେ ଢାଳିଥାନ୍ତି। ଏହା ଯୋଗୁଁ ପ୍ରଭୁ ଶିବ ଶଙ୍କର ସନ୍ତୁଷ୍ଟ ହୋଇଥାନ୍ତି ବୋଲି ରହିଛି ଅଗାଢ଼ ବିଶ୍ୱାସ। ସେଥିପାଇଁ ଶ୍ରାବଣ ମାସ ଆସିଲେ କାଉଡ଼ିଆମାନେ ନିଜ ନିଜର ମାନସିକକୁ ଶିବଙ୍କ ପାଖରେ ଜଣାଇଥାନ୍ତି। ଶ୍ରାବଣ ମାସର ସୋମବାର ଦିନଟି ଶିବ ମନ୍ଦିରରେ କାଉଡ଼ିଆମାନେ ଭିଡ଼ ଲଗାଇଥାନ୍ତି। ଶିବ ମନ୍ଦିର ପ୍ରାଙ୍ଗଣରେ କାଉଡ଼ିଆ ବେଶଧାରୀ ଶିବ ଭକ୍ତମାନେ ମନ୍ଦିର ସମ୍ମୁଖରେ ଧାଡ଼ି ବାନ୍ଧି ପ୍ରଭୁ ଶିବଙ୍କୁ ପୂଜା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖୁବ୍ ଆଗ୍ରହ ସହକାରେ ଭକ୍ତି ଆଉ ବିଶ୍ୱାସର ସହିତ ଅନେକ କିଛି ସ୍ୱପ୍ନ ନେଇ କଠୋର ନିୟମ ପାଳନ କରି ପବିତ୍ର ପୁଣ୍ୟତୋୟା ବୈତରଣୀ ନଦୀ ଘାଟରୁ ଜଳ ନେଇ ଶିବଙ୍କ ମଥାରେ ଢାଳି ସନ୍ତୁଷ୍ଟ ଲାଭ କରିଥାନ୍ତି। ସେମିତି ଏକ କାଉଡ଼ିଆମାନଙ୍କ ମହାପର୍ବ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀ କୂଳରେ ଥିବା ପରମେଶ୍ୱର ଶିବ ମନ୍ଦିରରେ। ବୋଲବମ୍ ବୋଲବମ୍ ସ୍ୱରରେ ଉଛୁଳି ପଡ଼ୁଛି ପବିତ୍ର ବୈତରଣୀ ନଦୀ କୂଳରେ ଥିବା ପ୍ରଭୁ ପରମେଶ୍ୱର ଶିବ ମନ୍ଦିର। ମନ୍ଦିର ନିକଟରେ କୁଳୁ କୁଳୁ ହୋଇ ବହିଯାଉଛି ପବିତ୍ର ବୈତରଣୀ ନଦୀର ପବିତ୍ର ଜଳରାଶି। ସେହି ଜଳଘାଟରୁ କାଉଡ଼ିଆମାନେ ନୀତି ନିୟମ ସହକାରେ ଜଳ ଆଣି ପ୍ରଭୁ ପରମେଶ୍ୱର ମହାଦେବଙ୍କ ମଥାରେ ଢାଳିବା ପାଇଁ ମନ୍ଦିରରେ କାଉଡ଼ିଆମାନଙ୍କ ପ୍ରବଳ ଗହଳି ଲାଗିଥିବା ଦେଖିବାକୁ ମିଳିଛି। ଶିବଙ୍କ ପୂଜା ସାରି ସନ୍ତୁଷ୍ଟ ଲାଭ କରିସାରିଲା ପରେ କାଉଡ଼ିଆମାନଙ୍କ ପାଇଁ ସେଠାରେ ଅନ୍ନ ଭୋଜନର ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଅନ୍ନ ଭୋଜନ ଗ୍ରହଣ କରି ଶାନ୍ତିରେ ଘର ବାହୁଡ଼ା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଖୁବ୍ ଚଳଚଞ୍ଚଳ ହୋଇ ଉଠିଥିଲା ପାଟଣାର ପବିତ୍ର ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ଏହି ପରମେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣ। ଶ୍ରାବଣ ମାସର ଏହି ତୃତୀୟ ସୋମବାର ଏହି ମନ୍ଦିରରେ କାଉଡ଼ିଆମୟ ହୋଇ ଏକ ଭକ୍ତି ଓ ବିଶ୍ୱାସ ପରିବେଶ ସୃଷ୍ଟି ହୋଇଯାଇଥିଲା। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।